କାହାଣୀ ନନ୍ଦ ରାଜାଙ୍କର ମୋକ୍ଷ। ନନ୍ଦ ଏବଂ ଯଶୋଦା 7 ଜନ୍ମ ପୂର୍ବରୁ ଅନବରତ ତପସ୍ୟାରେ ଲୀନ ଥିଲେ। ଉଭୟ ଥିଲେ ସ୍ୱାମୀ ସ୍ତ୍ରୀ। ଜୀବନ ଥିଲା ଧର୍ମନିଷ୍ଠ ଏବଂ ସାଧନା ମଧ୍ୟ ପ୍ରଗାଢ଼ ଥିଲା। ଭଗବାନଙ୍କ ଠାରେ ସେମାନଙ୍କର ଅନନ୍ୟ ଭକ୍ତି ଥିଲା। ଯଶୋଦା ଥିଲେ ପତିପରାୟଣା। ପତିଙ୍କୁ ପ୍ରତ୍ୟେକ ଜନ୍ମରେ ପାଇବାର ମନୋକାମନା ରଖି ସେ ନିରନ୍ତର ସାଧନା କରୁଥିଲେ। ନନ୍ଦ ବାବା ମୋକ୍ଷ କାମନା କରୁଥିଲେ। ମା ଭଗବତୀ ପ୍ରକଟ ହେଲେ, ବର ମାଗିବାକୁ କହିଲେ। ନନ୍ଦ ବାବା ମୋକ୍ଷ କଥା କହିବାରୁ ଯଶୋଦା ପ୍ରତ୍ୟେକ ଜନ୍ମରେ ନନ୍ଦ ବାବାଙ୍କୁ ପାଇବା କଥା କହିଲେ। ମା କହିଲେ, ଯଶୋଦାଙ୍କ ଭକ୍ତି ପ୍ରଗାଢ଼ ଭାବର। ଆପଣଙ୍କୁ 7 ଜନ୍ମ ପର୍ଯ୍ୟନ୍ତ ଯଶୋଦାଙ୍କର ସ୍ୱାମୀ ହେବାକୁ ହେବ। ଏହାପରେ ମୋକ୍ଷ ମିଳିଯିବ। କିନ୍ତୁ ମୁଁ ମୋ ତରଫରୁ ଗୋଟେ ବର ଦେଉଛି। ମୁଁ ସ୍ୱୟଂ ଯୋଗମାୟା ରୂପେ ଯଶୋଦାଙ୍କ ଗର୍ଭରୁ ଜନ୍ମ ନେବି ଏବଂ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ତୁମ କୋଳରେ ହିଁ ଖେଳିବେ। ସେହିପରି ହିଁ ହେଲା। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।